ସୁର ସାରଥୀ ସବୁ ଧରା ହେଲେ ଯେତେବେଳେ ବି ମୁଁ ଆମେ କଥା ହଉ ବସି ଇଏ ସିନା ଇଏ କିଛି ଧରା ହେଲେ କିନ୍ତୁ ଆମ ଓଡିଶାରେ ଆମ ଭାରତରେ ଏଭଳି ସନ୍ଥ ଅଛନ୍ତି ହିମାଳୟ ଉପରେ ଚଢିଗଲେ ବି ହିମାଳୟ ମାଟି ତଳକୁ ପଳେଇବ। ଏତେ ଶକ୍ତିଶାଳୀ ସନ୍ଥ ଅଛନ୍ତି ଏ ସଂସାରରେ। ଆଉ ଯାହା ହଉ ଧନ୍ୟ ଏ ମୋବାଇଲ ଯାହା ଫଳରେ କାହିଁ ନହେଲେ ଆପଣ ସେମିତି ଲୁଚି ରହି ଯାଇଥାନ୍ତେ। ଆଜି ଆମ ମାନଙ୍କ ପାଖରେ ଆପଣଙ୍କ ଫଟୋ ଆସି ପହଞ୍ଚି ଯାଉଛି ଆପଣଙ୍କ ସ୍ୱର ପହଞ୍ଚୁଛି। ଆଜ୍ଞା। ହଁ ଏଇ ମୋବାଇଲ ଯୋଗୁ ସବୁ ହଉଛି ନା ଆଉ। ଆଜ୍ଞା ଆଉ ଗୋଟେ କଥା କହିବି ଆଜ୍ଞା। ଆପଣ ତ କହିଛନ୍ତି ବାସ୍ତୁଶାସ୍ତ୍ର ସବୁ ବିଦ୍ୟା ଆପଣଙ୍କ ପାଖରେ ଭରପୁର ହେଇ ଅଛି। ସଂସାରକୁ ମୁଁ ବାଣ୍ଟିବା ପାଇଁ ଚାହୁଁଛି କିଏ ନବ ତ ନଉ। ମୁଁ ଆମ ଘରେ ଆଜ୍ଞା କୋଉ କାଳରୁ ଆଜ୍ଞା ଅନେକ ତାଳ ପତ୍ର ପୋଥି ଅଛି। ଆଉ ଶାଳଗ୍ରାମ ବି ଅଛନ୍ତି। ଆଚ୍ଛା। ମୋର ଜେଜେ ଯିଏ ସଦଗୁରୁରେ ଠିଆ ହେଇଥିଲେ ସଦଗୁରୁରେ ଶିଷ୍ୟ କରୁଥିଲେ। ତାଙ୍କ ପରେ ବଡ ବାପା ବି ସେମିତି ସଦଗୁରୁରେ ଥିଲେ ତତ୍ଵ ଦଉଥିଲେ। ତାପରେ ମୋର ଗୋଟେ ସାନ ଭାଇ ବର୍ତ୍ତମାନେ ବିବାହ ହେଇନି 22-23 ବର୍ଷର ଅଚାନକ ଆପଣଙ୍କ ପରି ଗୁରୁ ତାଙ୍କୁ ମିଳିଲା। ସେ ତାକୁ ଏଭଳି ଶକ୍ତି ପ୍ରଦାନ କରିଗଲେ ଯେ ବଳରାମ ଦାସଙ୍କର ଶୂନ୍ୟ ପୋଥି ସିଏ ଚଲଉଛି। ଯୋଉ ପୋଥି ମୁଁ ପଢୁଥିଲି ବଳରାମ ଦାସଙ୍କର ମୁଁ ପଢିଲେ ଲେଖା ହେଇଛି ହେ ମହାପୁରୁଷ ମୁକୁନ୍ଦ ବନ୍ଧୁ ତୋ ଚରଣ ଆରବିନ୍ଦ ମୁନି କରନ୍ତି ଯାରେ ଧ୍ୟାନ ଲେଖା ହେଇଛି ଏଇଭଳି। ସିଏ ପଢିଲେ ଆହା ତୁମେ 999 ଖଣ୍ଡ ପଥର ଲଗେଇ ସେ ଘର ତିଆରି କରିଛ ସେ ପଥର ତମକୁ ସହୁନଥିଲା। ଏଇଭଳି ଅଦ୍ଭୁତ କଥା ସେ ପୋଥିରୁ ପଢୁଛି। ସେଇ ପୋଥି ସେ ହଉଛି ବଳରାମ ଦାସଙ୍କର ତତ୍ଵ ଜ୍ଞାନ ଗୀତା ପୋଥିଟି। ମୋ ମନେ ମନେ ବାବା ଆପଣ ଟିକେ ରାଗିବେନି ଯଦି ମୁଁ ଆଉ 2 ମିନିଟ କଥା ହେବି। ନା ନା କରୁଛ। ମୁଁ ସେଠୁ ମନେ ମନେ ମୋର ଟିକେ ଈର୍ଷା ପରାୟଣ ହେଲା। ହଁ ଆରେ ମୁଁ ପୋଥିଟି ରଖିଥିଲି ମୋ ସାନ ଭାଇ ନେଇକି ସେ ପୋଥିଟାକୁ ଚଲେଇଲା ଅଥଚ ମତେ ସେ ବିଦ୍ୟା ପ୍ରାପ୍ତି ହେଲାନି। କୋଉ ଜନ୍ମରେ ମୁଁ କଣ କରିଛି ମତେ ବିଦ୍ୟା ପ୍ରାପ୍ତି ହେଲାନି ମୋ ଭାଇ କି ପ୍ରାପ୍ତ ହେଲା ଆଉ। ସେଠୁ ଧୀରେ ଧୀରେ ସେ ପୋଥିଟି ମୋ ପାଖରୁ ଚାଲିଗଲା ମୁଁ ଆଉ ସେ ଦେଖିବାର ସୁଯୋଗ ପାଇଲିନି କାହିଁକି ନା ଭାଇ ଚଲେଇଲା। ସିଏ ତାର ତା ହିସାବରେ ରଖିବ ନା ଆଉ ସେ ମତେ ଦବ କି ପଢିବା ପାଇଁ। କିନ୍ତୁ ମୁଁ ଏମିତି ଦୁଃଖରେ ଥାଉ ଫେର ମତେ ସେମିତି ପୋଥି ଖଣ୍ଡେ ମିଳିଲା ସେଇ ବଳରାମ ଦାସଙ୍କର। ମତେ ଅଚାନକ ଜଣେ ଦେଇଗଲେ ଆଣିକି। କିନ୍ତୁ ହେଲେ ମତେ ଅନ୍ଧାର। ଜ୍ଞାନୀକୁ ବଡ ଦାଣ୍ଡ ପରି ଅଜ୍ଞାନୀକୁ ଅନ୍ଧାର। ତେଣୁ ଏଉଠୁ ପ୍ରଶ୍ନ ଆପଣଙ୍କୁ ଯୋଉ ପୋଥିଟି ମୋ ପାଖରେ ମତେ ଫେର ମିଳିଲା ସେ ପୋଥି ବି ସେମ ଜିନିଷ। ମୁଁ ସମାଜର ସେବା କରିବା ପାଇଁ ଆପଣଙ୍କ ଦୟା ହେଲେ ହଅନ୍ତାନି ଆଜ୍ଞା। କଣ କହୁନ? ମୁଁ କହିଲି ସେଇ ଯୋଉ ପୋଥିଟି ମତେ ମିଳିଛି ମୁଁ ଏ ସମାଜର ମଙ୍ଗଳ କରିବା ପାଇଁ ଆପଣଙ୍କର ଆଶୀର୍ବାଦ ମୋ ପାଇଁ ହୁଅନ୍ତାନି? ନା ନା ସେ ପୋଥିରେ କଣ ଅଛି କଣ ଧରିଛି ଆମେ ତ କିଛି ଜାଣିନୁ। ଆଜ୍ଞା। ବୁଝିପାରିଲ ମୁଁ କଣ ସେ ପୋଥି ବିଷୟରେ କଣ ଜାଣିଛି କଣ ଧରିଛି। ତାପରେ ସମାଜର ମଙ୍ଗଳ କରିବା ଆଗେ ନିଜର ମଙ୍ଗଳ ହେଇସାରୁ। ବୁଝିପାରିଲ ନା ଆଗେ ନିଜେ ନିଜକୁ ସଂଶୋଧନ କର ତାପରେ ସମାଜକୁ ଦେଖିବା। ଯଦି ତମେ ନିଜକୁ ସଂଶୋଧନ ନ କରିକି ସମାଜକୁ ଦେଖିଲ ତାହେଲେ ଆଜ୍ଞା ନିଜର ଅଧପତନ ହେଇଯିବ ନିଜେ ଆଉ କିଛି କରିପାରିବନି। ଆଜ୍ଞା। ନିଜର ମୁକ୍ତି ମାର୍ଗ ଆଉ ପରିଷ୍କାର ହେଇପାରିବନି। ମତେ ସେମିତି ଛତା ବାଟରେ ଗୋଟେ ବୁଢୀ କହିଲା ମୁଁ ଏମିତି ଲୋକଙ୍କର ମନ୍ତ୍ର ଫନ୍ତ୍ର ଦେଇ ଫୁଙ୍କା ଫୁଙ୍କି କରୁଛି ମୋର ଡାହାଣ ହାତ ଥରୁଛି ମାନେ ଏକାଙ୍ଗ ହେଇଗଲାଣି। ମୁଁ କହିନି ତୋର ଏକାଙ୍ଗ ହେଇଗଲାଣି ଡାହାଣ ହାତ ଥରୁଛି ତୁ ତ ଯେ ନିଜର କିଛି ଉପକାର କରୁନୁ ଲୋକଙ୍କର ଉପକାର କରୁଛୁ ତୋର ହଉଛି ଆଉ ଆମେ କଣ କରିବୁ? ସେମିତି ତମେ ଲୋକଙ୍କର ଉପକାର କରିବ ଆଉ ଲୋକଙ୍କ ପାଖରେ ନିଜର ଅପକାର ଯେତେବେଳେ ହବ ତାକୁ କିଏ ସମ୍ଭାଳିବ? କଣ ବୁଝିପାରୁଛ ନା ଆଜ୍ଞା ତେଣୁ ପ୍ରଥମେ ଅନ୍ୟ ଲୋକଙ୍କର ଉପକାର କଲା ପୂର୍ବରୁ ଆଗେ ନିଜେ ନିଜକୁ ଚିତ୍ତ ଶୋଧନ କର ନିଜକୁ ନିଜେ ଆଗେ ସଂଶୋଧନ କର। ନିଜକୁ ଆଗେ ଯୋଗ ମାର୍ଗରେ ନେଇ ଯାଅ ତମେ ମାଷ୍ଟର ହେଇସାରିଲେ ପିଲାଙ୍କୁ ପଢେଇବ। ଆଉ ତମେ ମାଷ୍ଟର ହେଇନା କହୁଛ ମୁଁ ପିଲାଙ୍କୁ ପଢେଇବି କେମିତି ହବ? କେତେ ଦୁଃଖୀରଙ୍କି ଲୋକ ଆସୁଛନ୍ତି ହଁ କାହାର ପୁଅ ମରିଯାଉଛି କାହାର ଝିଅ କାହିଁକି ମରିଯାଉଛି ଶୁଣ ମୋର ମୁଣ୍ଡ କଟି ଯାଉଛି। ନା ମୋ କଥା ଟିକେ ଶୁଣ ଗୋଟେ କଥା ହଉଛି ବିଶ୍ଵ ବ୍ରହ୍ମାଣ୍ଡରେ କେତେ କଣ ପ୍ରାୟ ଅଛନ୍ତି ତମେ କାହାକୁ ଭଲ କରିପାରିବ ପୃଥିବୀ ସାରା ଲୋକଙ୍କୁ? ମାନେ କେବଳ ଭୀମ ଭୋଇ ଗୋଟିଏ କଥା କହିଥିଲେ ଯୋଉଟା କି ହଉଛି ସେଇଟା ସାର କଥା କଣ?
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ଏଇ କଥାଟା ସେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ତମେ ପ୍ରାର୍ଥନା କରିଦିଅ। ଆଉ ତମେ ଯେତେବେଳେ କହିବ ମୁଁ ଲୋକଙ୍କୁ ଦୟା ଦେଖେଇକି ଭଲ କରିବ, ତମେ ଦୟା ଦେଖେଇକି ସାପକୁ କ୍ଷୀର ପାଣି ଦେଲେ ସେ ତମକୁ ଚୋଟ ମାରିବ ନା ଛାଡିବ? କଣ ବୁଝିପାରୁଛ ନା? ତେଣୁ ଆଜ୍ଞା ଯୋଉ ଲୋକ ଭଲ ହେବେ ସେ ଲୋକ କେବେ ହେଲେ ତମକୁ ମନେ ରଖିବେନି। ଜଗତଟା ହେଲା ସ୍ୱାର୍ଥବାଦୀ। ସେ ଭଲ ହେଇସାରିଲେ ତାଙ୍କ ବାଟରେ ସିଏ, ତମ ବାଟରେ ତମେ। ବୁଝିଲୁନା? ଯୋଉ କଥା ଯେତିକି ମନେ ରଖିବେ ସେଇଟା ହଉଛି ଠିକ ନୁହଁ। କଣ ବୁଝିପାରୁଛ ନା? ଆଜ୍ଞା। ହୁଁ। ତେଣୁ ସେଗୁଡାକ ଉପରେ ମୁଣ୍ଡ ପୁରାନା, ଆଗେ ନିଜର ସଂଶୋଧନ କର। ଆଜ୍ଞା ଯଦି ନିଜର ସଂଶୋଧନ, ତାହେଲେ ମତେ ସେଇ ସୂତ୍ର ଟା ଟିକେ ବୁଝେଇଥାନ୍ତୁ। ବଡବାପା ଗଲାବେଳେ କହିଥିଲେ। ସେ ସୂତ୍ର ହଉଛି ତମେ ଆଗେ ସଦ୍ଗୁରୁ ଧରିକି ଆଗେ କର୍ମ କର, ତାପରେ ସଂଶୋଧନ ହେଲେ ତାପରେ ଯୋଉ କଥା କରିବ। ମତେ ଚନ୍ଦ୍ରାଣୀ ସୂର୍ଯାଣୀ ବିଷୟରେ ଟିକେ ଫୋନ ରେ ବୁଝେଇ ଦିଅନ୍ତୁ। ନା ଫୋନରେ ମୁଁ କାହାକୁ ବୁଝେଇ ପାରେ ନା। ତମେ ଏଠିକି ଆସ ମୁଁ ସବୁ ବୁଝେଇବା କଥା ବୁଝେଇବି। ଏଟା ଏ ଜିନିଷ ଜ୍ଞାନ ଜିନିଷ ଟା ଏତେ ଶସ୍ତା ନୁହେଁ କାହାକୁ ମୁଁ ଫୋନରେ କହିଦେବି। ବୁଝିଲ ନା? ତମେ ଆଜ୍ଞା ଆସ, ଏଠିକି ଆସିକି ପହଞ୍ଚି ସାରିଲା ପରେ ଯାହା ହବ ନା ଆଉ। ଏଇ ତମ ଘରେ ଗୋଟେ ସୁନା ଅଛି, ଏତେ ସହଜରେ ତମେ ଲୋକଙ୍କୁ କହିଦବ ନା? ନାଇଁ ଆଜ୍ଞା। ତାପରେ ଯଦି ସୁଜାରେ ଚନ୍ଦ୍ର ଜାଣିବା କଥା, ମୁଁ ତ ଏପିସୋଡ ରେ ସବୁ କହିସାରିଛି। ତ ଖେଳେଇକି ଦେଖୁନା। 700-800 ଭିଡିଓ ତମେ ଦେଖ ରିଜେକ୍ଟ ଟାଇମରେ, ସବୁ ପାଇଯିବ ସେଇଥିରୁ। ମୁଁ ଆଉ କହିବାକୁ ପଡିବନି, ସବୁ କହିସାରିଲିଣି। ଆଜ୍ଞା। ହଁ ତାକୁ ଆମ ଭିଡିଓ ଟାକୁ ଦେଖ, ଦେଖିଲେ ସେଇଥିରୁ ପାଇଯିବ। ସବୁ ପାଇଯିବ। ପରିଶ୍ରମ ଟିକେ କର, ନକଲେ କେମିତି ହବ? ହଁ ହଁ ଆଜ୍ଞା। ଖେଳେଇକି ଦେଖ ଆମରି କି ଆନନ୍ଦ କଥା ଦଉଛନ୍ତି ଆପଣ, ବହୁତ ସୁନ୍ଦର କଥା। ହୁଁ ସେଇଥିରେ ସବୁ ଅଛି।